শ্রমিক কার্ডন একটা জিন্দাবাদ কৃষক মন্ত্রী একটা জিন্দাবাদ সর্বনিম্ন মজুরি 26,000 টাকা সর্বনিম্ন পেনশন 9,000 টাকা বড়বিল অঞ্চଳରେ ଭାରତ ବନ୍ଦର ପ୍ରଭାବ। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। ଦେଶର 10ଟି ଟ୍ରେଡ୍ ୟୁନିୟନର ମିଳିତ ମଞ୍ଚ ଦ୍ୱାରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ବଡ଼ବିଲ ଅଞ୍ଚଳରେ ଦେଖିବାକୁ ମିଳିଛି। ଟ୍ରେଡ୍ ୟୁନିୟନ ଦ୍ୱାରା କରାଯାଇଥିବା ଭାରତ ବନ୍ଦ ପ୍ରଭାବରେ ବଡ଼ବିଲ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ମଧ୍ୟ ବିକ୍ଷୋଭକାରୀମାନେ ବନ୍ଦ କରିଥିଲେ। ଦୁଇ ଚକିଆ ଓ କେତେକ ଜରୁରୀକାଳୀନ ସେବା ଯୋଗାଉଥିବା ଯାନକୁ ଛାଡ଼ିଦେଲେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିଥିଲା। ବଡ଼ବିଲ ଅଞ୍ଚଳରେ AITUC, CITU, INTUC ଓ HMS ଆଦି ଶ୍ରମିକ ସଂଗଠନ ଭାରତ ବନ୍ଦର ନେତୃତ୍ୱ ନେଇଥିଲେ। ଦେଶର ପ୍ରାୟ 25 କୋଟି ଶ୍ରମିକ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ବୀମା, ବ୍ୟାଙ୍କିଂ, ଡାକ ସେବା ଓ କୋଇଲା ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ଏଥିରେ ସାମିଲ ହୋଇଥିବା ଶ୍ରମିକ ସଂଗଠନ ପକ୍ଷରୁ କୁହାଯାଇଛି। ଶ୍ରମିକ ବିରୋଧୀ 4ଟି ଶ୍ରମିକ କୋଡ୍ ବାତିଲ, କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ଦ୍ରବ୍ୟର ସର୍ବନିମ୍ନ ସହାୟତା ରାଶି ଲାଗୁ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣ, ସର୍ବନିମ୍ନ ମାସିକ ମଜୁରୀ 26,000 ଟଙ୍କା ଆଦି ପ୍ରମୁଖ ଦାବି ରହିଥିବା ବେଳେ ବନ୍ଦ ପଡ଼ିଥିବା ଖଣିକୁ ଚାଲୁ କରିବା, ସ୍ଥାନୀୟ ଲୋକଙ୍କୁ ଖଣିରେ ନିଯୁକ୍ତି, ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଓ ବଡ଼ବିଲ ବାଂଶପାଣି ରାଜ୍ୟ ରାଜପଥର ନିର୍ମାଣ ଆଦି ଆଞ୍ଚଳିକ ଦାବି ରହିଥିବା ଶ୍ରମିକ ସଂଗଠନ ପକ୍ଷରୁ ସୂଚନା ମିଳିଛି।